ଚାଲନ୍ତୁ ଆପଣମାନେ ତ ପ୍ରିଭିୟସ୍ ଭିଡ଼ିଓରେ ଦେଖିଥିଲେ ମୋ ନଣନ୍ଦ ଆସିକି ପହଞ୍ଚି ଯାଇଥିଲେ। ତାଙ୍କ ପାଇଁ ରୋଷେଇବାସ କରିଥିଲେ। ଖାଇ ପିଇ ସାରିଲା ପରେ ସିଏ ଆଗେ ପଳେଇଥିଲେ। ତାପରେ ଆମେ ମାମା, ମୁଁ, ଝିଅ, ପୁଅ ସବୁ ବାହାରି ଯାଇଥିଲୁ ଦେଇ ଘରକୁ। ତାଙ୍କ ଶାଶୁଙ୍କର ତ ଆଜି ଏକାଦଶ। ତ ଯେହେତୁ ଏଇଟା ମଙ୍ଗଳବାରର ଭିଡ଼ିଓ, ଆପଣମାନେ ମୋତେ କ୍ଷମା କରିଦେବେ, ମୁଁ ଭିଡ଼ିଓ ଟିକେ ଛାଡ଼ି ପାରୁନଥିଲି। ତ ଆସିକି ତାଙ୍କର ଏଇଠି ପହଞ୍ଚି ଯାଇଥିଲୁ। ତାପରେ ତାଙ୍କୁ ଏଇଠି ଟିକେ ଅସଲ ଶ୍ରଦ୍ଧାଞ୍ଜଳି ଦେଇଥିଲି। ଦେଇ ସାରିଲା ପରେ ମୁଁ ଚାଲିଲି ଆମ ଦେଇଙ୍କ ଘର କତିକି। ତ ଚାଲନ୍ତୁ, ଏଇଟା ତ ତାଙ୍କର ଦାଣ୍ଡରେ ତାଙ୍କର ରହିଛି। ତାପରେ ଆସିଲା ପରେ ଝିଅର ମୁଣ୍ଡ ବହୁତ ବିନ୍ଧୁଥିଲା। ତାପରେ ଆମେ ଫଟାଫଟ ଖାଇ ଦେଇଥିଲୁ, ଯେହେତୁ ମୁଁ ବାପାଙ୍କୁ ଛାଡ଼ିକି ଯାଇଥିଲି। ତ ସେଥିପାଇଁ ଆଗେ ଆମେ ଖାଇ ପିଇ ଦେଇଥିଲୁ। ଖାଇ ପିଇ ସାରିଲା ପରେ ତାପରେ ଟିକେ ଖାଇବାରେ ଆଇଟମ୍ ଗୁଡ଼ା ବି ବହୁତ ଭଲ ହେଇଥିଲା। ଯେହେତୁ ସଂକ୍ରାନ୍ତି ଥିଲା, ସାଧାସିଧି ଉପରେ ସବୁ ହେଇଥିଲା। ବହୁତ ହି ବଢ଼ିଆ ହେଇଥିଲା ଖାନା ପିନା। ତ ଖାଇ ପିଇ ସାରିଲା ପରେ ତାପରେ ଏଠି ପ୍ୟାକିଂର ବ୍ୟବସ୍ଥା ଚାଲିଛି। ଏଠି ଭାଇନା ଆଉ ଭାଇ ବସିକି କରୁଛନ୍ତି। ଦେଖନ୍ତୁ କୁକୁରଟି କେମିତି ଆମ ଝିଅ କତିରେ ଶୋଇକି ରହିଛି। ତାପରେ ଏଠି ଦେଇ ଘରିକା ସମସ୍ତେ ବସିଛନ୍ତି, ତାଙ୍କ ଯାଆ ମାନେ ଆଉ ମୋ ମାମା ସବୁ ବସିକି କଥାବାର୍ତ୍ତା ହେଉଛନ୍ତି। ମୋ ଦେଇ ତାଙ୍କର ଏଠି କଣ୍ଟିନ୍ୟୁ ବସିଛନ୍ତି, ତାଙ୍କ କାମରେ ଲାଗିଛନ୍ତି। ତ ଚାଲନ୍ତୁ, ସେ ଗଲା ପରେ ଝିଅ ଦେହ ଟିକେ ଭଲ ଲାଗୁନଥିଲା। ମୁଁ ତାକୁ ଟିକେ ଆଉଁସି ଉଁସା ଦେଲି। ମୁଁ ଛୁଆ ଗୁଡ଼ାକୁ ମୁଁ ବହୁତ ଭଲ ପାଏ, ମୋ ଜୀବନ ସେମାନେ। ତ ସେମାନଙ୍କ ଦେହ ଭଲ ନଥିଲା। ତାପରେ ଆମେ ରିଟର୍ନ ବାହାରି ଆସିଲୁ। ବାହାରି ଆସିଲା ବେଳକୁ ମୋ ଝିଅ ପାମ୍ପଡ଼ ଧରିଛି, କହୁଛି ମୁଁ ଅଜାଙ୍କ ପାଇଁ ନେଇକି ଯିବି ମାମା ପାମ୍ପଡ଼ଟା। ତ ଚାଲ, ସେ ତା ଅଜା କଥା ତାର ଚିନ୍ତା। ତ ଆମେ ତାପରେ ସମସ୍ତେ ବାହାରି ପଳେଇ ଆସିଲୁ। ଭାଇନା ବି ଭାଇ କହିଲେ ପଳେଇବୁ। ମୁଁ କହିଲି ହଁ ବାପା ହେରିକାଙ୍କୁ ଛାଡ଼ିକି ଆସିଛି। ତାପରେ କହିଲେ ପ୍ୟାକିଂ କରିକି ସବୁ ନେଇଛୁ ନା? ମୁଁ କହିଲି ହଁ, ସମସ୍ତଙ୍କ ପାଇଁ ନେଇଛି। ତାପରେ ଏଠି ଆମେ ପଦାକୁ ଆସିଲୁ। ଇଏ ମୋର ଗୋଟେ କୁନି ସବସ୍କ୍ରାଇବର୍, ମୋତେ ବହୁତ ଭଲ ପାଏ। ଆଉ ମୁଁ ବି ତାକୁ ବହୁତ ଭଲ ପାଏ। ମୋ ପୁଅ ସ୍କୁଲରେ ସେ ପଢ଼ୁଛି। ଆଉ ହେଉଛି, ତାପରେ ଚାଲନ୍ତୁ, ଏଠି ଆମେ ବାହାରି ଆସିଲୁ ରିଟର୍ନ। ଏଠି ପଦାରେ ଖାଇବା ପିଇବା ଚାଲିଛି। ତାପରେ ଆମେ ବାହାରିକି ପଳେଇ ଆସିଲା ଭିତରେ ବି ସେ ଆମ ପୁଅର ଯେଉଁ ତଳ କ୍ଲାସ୍ରେ ଯେଉଁ ପିଲାଟି ପଢ଼ୁଛି, ସେ ତା ପଛରେ ପୁରା ଲାଗିଛି। ବିଭୂତି ଭାଇ ଖାଇଥିଲ ନା ନାହିଁ? ବିଭୂତି ଭାଇ ଆସ ଏଠି ଖାଇବ। ବିଭୂତି ଭାଇ କେତେବେଳେ ଯିବ? ବିଭୂତି ଭାଇ କ'ଣ କରିବ? ବିଭୂତି ଭାଇ ପାଣି ପିଉନି। ସେ ମୋ ପୁଅକୁ ଭାରି ଭଲ ପାଏ। ତଥାପି ଦେଖନ୍ତୁ ଆମ ସାଙ୍ଗରେ କେମିତି ପଛେ ପଛେ ଆସିଛି ଆମକୁ ଛାଡ଼ିବା ପାଇଁ। ତ ବିଭୂତି ଭାଇ ଯାଇସାରିଲେ ସେ ଯାଇକି ଯାହା କରିବ। ତ ସେ ତାର ମୋ କୁନି ସବସ୍କ୍ରାଇବର୍ଟି ବହୁତ ଭଲରେ ରହୁ। ତାପରେ ଘରେ ଆସିକି ଆମେ ପହଞ୍ଚିଗଲୁ। ସବୁ ଖୋଲାଖୋଲି କରିକି ଦାଦାଙ୍କୁ ଟିକେ ଖାଇବାକୁ ଦେଇଥିଲି। ତାପରେ ବାପା ଟିକେ ଖାଇଥିଲେ, ସାନ ବାପା ଟିକେ ଖାଇଥିଲେ। ସମସ୍ତେ ଖାଇସାରିଲା ପରେ ବାବା ଖାଇସାରିଥିଲେ, ଆମେ ଚାଲିଲୁ ଶୋଇବା ପାଇଁ। ରହିଲି, ଜୟ ଜଗନ୍ନାଥ।